ସ୍ୱାଗତ। ଆଜି ଆମେ ଶ୍ରୀମଦ୍ ଭାଗବତର ଏକ ବହୁତ ରୋମାଞ୍ଚକର ଅଧ୍ୟାୟ ଭିତରକୁ ଯିବା। ହଁ, ତୃତୀୟ ସ୍କନ୍ଧରୁ। ଏକଦମ। ଆଉ କାହାଣୀଟା ମାନେ କଳ୍ପନା କଲେ ବି ଦେହ ଶୀତେଇ ଯାଉଛି। ଗୋଟିଏ ପଟେ ଅଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ ବରାହ ଅବତାରରେ। ଆଉ ଅନ୍ୟପଟେ ଶକ୍ତିଶାଳୀ ଅସୁର ହିରଣ୍ୟକ୍ଷ। ଠିକ୍। ତେବେ ଆଜି ଆମର ଉଦ୍ଦେଶ୍ୟ ହେଉଛି ଏହି ମହାଯୁଦ୍ଧ ଭିତରେ ଲୁଚି ରହିଥିବା କିଛି ଗଭୀର କଥାକୁ ବୁଝିବା। ଆଉ ଏହାର ପୃଷ୍ଠଭୂମି ବି ବହୁତ ମଜାଦାର। ଏହା କେବଳ ଏକ ସାଧାରଣ ଯୁଦ୍ଧ ନଥିଲା। ଓହୋ। ବୈକୁଣ୍ଠର ଦୁଇ ଦ୍ୱାରପାଳ ଜୟ ଆଉ ବିଜୟ ଋଷିଙ୍କ ଅଭିଶାପ ପାଇଥିଲେ। ଆଚ୍ଛା। ସେମାନେ ହିଁ ହେଉଛନ୍ତି ହିରଣ୍ୟାକ୍ଷ ଆଉ ହିରଣ୍ୟକଶିପୁ। ତେଣୁ ଏହା ଏକ ପ୍ରକାର ମୁକ୍ତିର ଲୀଳା ମଧ୍ୟ। ବା, ଏହା ତ କାହାଣୀକୁ ଆହୁରି ଆକର୍ଷଣୀୟ କରିଦେଲା। ତେବେ ଚାଲନ୍ତୁ ଏହି ବ୍ରହ୍ମାଣ୍ଡୀୟ ନାଟକର ପ୍ରଥମ ଅଙ୍କ ଆରମ୍ଭ କରିବା। ନିଶ୍ଚୟ। ଯୁଦ୍ଧ ଆରମ୍ଭ ହେଲା। ଭଗବାନ ବରାହ ଏକ ଭୟଙ୍କର ହୁଙ୍କାର କଲେ। କିନ୍ତୁ ପ୍ରଥମ ଆକ୍ରମଣ କଲା ହିରଣ୍ୟାକ୍ଷ। ହଁ, ଆଉ ସେହି ପ୍ରହାରରେ ଭଗବାନଙ୍କ ହାତରୁ ତାଙ୍କ ଗଦା ତଳେ ଖସି ପଡ଼ିଲା। ଏଇଠି ମୁଁ ଟିକେ ଅଟକିଗଲି। ସର୍ବଶକ୍ତିମାନ ଭଗବାନ ତାଙ୍କ ହାତରୁ ଅସ୍ତ୍ର ଖସିଗଲା। ଏଟା ଏକ ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଏହା ଏକ ନାଟକୀୟ କୌଶଳ। ନାଟକୀୟ କୌଶଳ? ହଁ, ଏହା ଦେଖାଉଛି ଯେ ଭଗବାନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀକୁ କେତେ ସମ୍ମାନ ଦେଉଛନ୍ତି, ତାଙ୍କୁ ପୁରା ଶକ୍ତି ଦେଖାଇବାର ସୁଯୋଗ ଦେଉଛନ୍ତି। ଆଚ୍ଛା, ମାନେ ଏହା ପରବର୍ତ୍ତୀ ଘଟଣା ପାଇଁ ଏକ ପ୍ରକାର ମଞ୍ଚ ପ୍ରସ୍ତୁତ କରୁଥିଲା। ଏକଦମ। ଆଉ ତାପରର ଘଟଣା ତ ଆହୁରି ଆଶ୍ଚର୍ଯ୍ୟଜନକ। ହିରଣ୍ୟକ୍ଷ ଦେଖିଲା ତାର ଶତ୍ରୁ ନିରସ୍ତ୍ର। ସେ ଚାହିଁଥିଲେ ଆକ୍ରମଣ କରିପାରିଥାନ୍ତା। କିନ୍ତୁ ସେ କଲାନି। ସେ ଅଟକିଗଲା। କାରଣ ସେ କ୍ଷତ୍ରିୟ ଧର୍ମ ବିଚାର କଲା। ହଁ, ଜଣେ ନିରସ୍ତ୍ର ଯୋଦ୍ଧା ଉପରେ ଆକ୍ରମଣ ନ କରିବାଟା ଧର୍ମ। କିନ୍ତୁ ସେ ତ ଜଣେ ଅସୁର, ଯିଏ ପୃଥିବୀକୁ ସମୁଦ୍ରରେ ବୁଡ଼େଇ ଦେଇଛି। ସେ ପୁଣି ଧର୍ମ କଥା ଭାବୁଛି। ଏଇଠି ତ କଥା। ଏହା ଦେଖାଉଛି ଯେ ସେ କେବଳ ଜଣେ ରାକ୍ଷସ ନୁହେଁ, ତା ଭିତରେ ଗୋଟେ ନୈତିକ ନିୟମ ଅଛି। ତାର ଚରିତ୍ରକୁ ଏହା ଆହୁରି ଜଟିଳ କରିଦେଉଛି। ବିଲକୁଲ। ଆଉ ସେହି ସମୟରେ ଆକାଶରେ ଦେବତାମାନେ ହାହାକାର କରୁଛନ୍ତି। ସେମାନେ ତ ଡରିଗଲେନି। ଠିକ୍। ତେବେ ଭଗବାନ ନିରସ୍ତ୍ର, ଦେବତାମାନେ ଭୟଭୀତ। ଏହାପରେ କ'ଣ ହେଲା? ଭଗବାନ ସେମାନଙ୍କୁ ଆଶ୍ୱାସନା ଦେଉଛନ୍ତି, ଭୟ ନ କର, ତୁମ୍ଭେ କେହି। ଆଉ ତାପରେ ସେ କୌଣସି ଶାରୀରିକ ଚେଷ୍ଟା ନ କରି କେବଳ ମନରେ ସ୍ମରଣ କରୁଛନ୍ତି ନିଜର ପରମ ଅସ୍ତ୍ର ସୁଦର୍ଶନ ଚକ୍ରକୁ। ଆଉ ଯୋଉ ବର୍ଣ୍ଣନା ଅଛି, ମାନେ ଆକାଶରେ ବିଶ୍ୱରୂପୀ ତେଜରେ ପ୍ରକାଶିତ ହୋଇ ଚକ୍ରଟି ଆସିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ସୁଦର୍ଶନ ଚକ୍ର କେବଳ ଗୋଟେ ଅସ୍ତ୍ର ନୁହେଁ। ତାର ଅର୍ଥ କ'ଣ? ଏହାର ନାଁ ହିଁ ଦେଖନ୍ତୁ, ସୁଦର୍ଶନ ମାନେ ଶୁଭ ଦୃଷ୍ଟି। ଏହା ଦିବ୍ୟ ଇଚ୍ଛା ଆଉ ବ୍ରହ୍ମାଣ୍ଡୀୟ ଶୃଙ୍ଖଳାର ପ୍ରତୀକ। ତେବେ ଏହାର ଆଗମନ ସୂଚାଇ ଦେଲା ଯେ ଯୁଦ୍ଧ ଏବେ ଶାରୀରିକ ସ୍ତରରୁ ଦିବ୍ୟ ସ୍ତରକୁ ଚାଲିଗଲା। ଗଦାଯୁଦ୍ଧ ସରିଲା। ଆଉ ଏହା ଦେଖି ହିରଣ୍ୟାକ୍ଷର ପ୍ରତିକ୍ରିୟା ବହୁତ ଜୀବନ୍ତ ଭାବେ ବର୍ଣ୍ଣନା କରାଯାଇଛି। ସେ କ୍ରୋଧରେ ଓଠ କାମୁଡୁଛି, ଦେହ ଥରୁଛି। ତାର ଆଖିରୁ ଯେମିତି ନିଆଁ ବାହାରୁଛି। ସେ ବୋଧହୁଏ ବୁଝିପାରିଲା ଯେ ପରିସ୍ଥିତି ବଦଳିଗଲା। ସେ ମୋ ଗଦା ପ୍ରହାର ସମ୍ଭାଳ କହି ଗର୍ଜନ କଲା। କିନ୍ତୁ ଭଗବାନ ପବନବତ ମାନେ ପବନ ପରି ସେହି ଆଘାତରୁ ବର୍ତ୍ତିଗଲେ। ୱାଃ, କି ସୁନ୍ଦର ଶବ୍ଦ! ହିରଣ୍ୟାକ୍ଷ ଏକ ଶାରୀରିକ ବସ୍ତୁକୁ ଆଘାତ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଭଗବାନ ତ ଗୋଟେ ତତ୍ତ୍ୱ। ଆଉ ତାପରେ ସେ ଶେଷ ଚେଷ୍ଟା କଲା। ନିଜ ଗଦାରେ ଭଗବାନଙ୍କ ମୁଣ୍ଡକୁ ଆଘାତ କଲା। କିନ୍ତୁ ସେହି ଗଦା 100 ଖଣ୍ଡ ହୋଇ ଭାଙ୍ଗିଗଲା। ତାର ଅହଙ୍କାରର ପ୍ରତୀକ, ତାର ଗଦା ଚୂର୍ଣ୍ଣ ହୋଇଗଲା। ଏକଦମ। ଯେତେବେଳେ ବାହୁବଳ ବିଫଳ ହୁଏ, ସେତେବେଳେ ଅସୁରୀ ଶକ୍ତି ନିଜର ପରବର୍ତ୍ତୀ ଅସ୍ତ୍ର ବ୍ୟବହାର କରେ। ହଁ, ଆଉ ତାହା ହେଉଛି ମାୟା। ସେ ବୁଝିଗଲା ଯେ ସେ ଶାରୀରିକ ଭାବେ ଜିତିପାରିବନି। ତେଣୁ ସେ ଭୟ ଆଉ ଦ୍ୱନ୍ଦ୍ୱ ସୃଷ୍ଟି କରି ମନୋବଳ ଭାଙ୍ଗିବାକୁ ଚେଷ୍ଟା କଲା। ଆଉ ସେହି ମାୟାର ବର୍ଣ୍ଣନା ତ ଅତ୍ୟନ୍ତ ଭୟଙ୍କର। ପ୍ରଚଣ୍ଡ ବାତ୍ୟା, ଆକାଶରୁ ପଥର ବର୍ଷା, ଚାରିଆଡ଼େ ଅନ୍ଧାର। ଏତିକି ନୁହେଁ। ନା, ତାପରେ ଆହୁରି ଘୃଣ୍ୟ ଦୃଶ୍ୟ। ପୂଜ, ମଳ, ମୂତ୍ର, ରକ୍ତବର୍ଷା ହେଉଛି। ମୁକୁଡ଼ା କେଶ ଥିବା ରାକ୍ଷସୀମାନେ ଦେଖାଯାଉଛନ୍ତି। ଏଠି ମୋର ଗୋଟେ ପ୍ରଶ୍ନ। ଏହି ଯୋଉ ମାୟା, ଏହା କ'ଣ କେବଳ ଏକ ମାନସିକ ଆକ୍ରମଣ ଥିଲା, ନା ଏହାର ବାସ୍ତବିକ ପ୍ରଭାବ ଥିଲା? ଏହା ଏକ ଗଭୀର ପ୍ରଶ୍ନ। ପୁରାଣ ଅନୁସାରେ ମାୟା କେବଳ ମନର ଭ୍ରମ ନୁହେଁ। ଆଚ୍ଛା। ଏହା ଏକ ଶକ୍ତି, ଯାହା ଏକ ସାମୟିକ କିନ୍ତୁ ଅନୁଭବଯୋଗ୍ୟ ବାସ୍ତବତା ସୃଷ୍ଟି କରେ। ଯେଉଁମାନେ ସେହି ମାୟାର ପ୍ରଭାବରେ ଥାନ୍ତି, ସେମାନଙ୍କ ପାଇଁ ସେହି ରକ୍ତବର୍ଷା ସମ୍ପୂର୍ଣ୍ଣ ସତ। ଏହାର ଶକ୍ତି ଏତେ ଥିଲା ଯେ ଦେବତାମାନେ ବି ଡରିଗଲେ। ହଁ, ସେମାନେ ଭାବିଲେ ପ୍ରଳୟ ଆସିଗଲା।
କିନ୍ତୁ ଭଗବାନ ତ ଜାଣିଥିଲେ ଯେ ଏହା ଆସୁରୀ ମାୟା। ସେ ଏହାକୁ ତୁରନ୍ତ ନଷ୍ଟ କଲେନି କାହିଁକି? ହୋଇପାରେ ଏହା ହିରଣ୍ୟାକ୍ଷକୁ ତାର ସବୁ ଶକ୍ତି ଦେଖାଇବାର ସୁଯୋଗ ଦେବା ପାଇଁ। ଯେମିତି ପରେ ତା ମନରେ କୌଣସି ଅବଶୋଷ ନ ରହେ। ହଁ, ଆଉ ସେହି ସମୟରେ ହିରଣ୍ୟାକ୍ଷର ମାତା ଦିତିଙ୍କ ସହ ଏକ ଅଶୁଭ ସଂକେତ ଘଟୁଛି। ଓହୋ, ତାଙ୍କ ସ୍ତନରୁ ରକ୍ତଧାରା ବହିଯାଉଛି, ଯାହା ତାଙ୍କ ପୁଅର ଆସନ୍ନ ମୃତ୍ୟୁର ସୂଚନା ଦେଉଛି। ଆଉ ଶେଷରେ ଭଗବାନ ସୁଦର୍ଶନ ଚକ୍ରର ତେଜରେ ସେହି ମାୟାକୁ ନଷ୍ଟ କରିଦେଲେ। ଯେମିତି ସୂର୍ଯ୍ୟ ଉଇଁଲେ ଅନ୍ଧକାର ଦୂର ହୁଏ। ମାୟା ନଷ୍ଟ ହେଲା। ଏବେ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ। ହଁ, ହିରଣ୍ୟାକ୍ଷ କ୍ରୋଧରେ, ହତାଶାରେ ଭଗବାନଙ୍କ ଛାତିରେ ମୁଥା ମାରିଲା। କିନ୍ତୁ ଭଗବାନ ବିଚଳିତ ହେଲେନି। ନା, ସେ କେବଳ ତାର କର୍ଣ୍ଣମୂଳରେ ଗୋଟିଏ ଚାପୁଡ଼ା ମାରିଲେ, ଆଉ ସେତିକିରେ ସବୁ ଶେଷ। ହଁ, ସବୁ ଶେଷ। ଏତେ ବଡ଼ ଯୁଦ୍ଧ, ଏତେ ମାୟା, ଶେଷରେ କେବଳ ଗୋଟିଏ ଚାପୁଡ଼ା। ଏହାର କ'ଣ ମହତ୍ତ୍ୱ? ଏହାର ବହୁତ ବଡ଼ ମହତ୍ତ୍ୱ ଅଛି। ଭଗବାନ ଚାହିଁଥିଲେ ସୁଦର୍ଶନ ଚକ୍ର ବ୍ୟବହାର କରିପାରିଥାନ୍ତେ। କିନ୍ତୁ କଲେ ନାହିଁ। ନା, କେବଳ ହାତରେ ପ୍ରହାର କରିବା ଦର୍ଶାଉଛି ଯେ ଏହି କାମ ତାଙ୍କ ପାଇଁ କେତେ ସହଜ ଥିଲା। ଯେମିତି ଗୋଟେ ଲୀଳା ବା ଖେଳ। ଏକଦମ। ଦିବ୍ୟ ନ୍ୟାୟ ପାଇଁ ଲମ୍ବା ରକ୍ତାକ୍ତ ସଂଘର୍ଷ ଦରକାର ନାହିଁ। ଗୋଟିଏ ନିର୍ଣ୍ଣାୟକ ଆଘାତ ହିଁ ଯଥେଷ୍ଟ। ଆଉ ତାର ମୃତ୍ୟୁର ବର୍ଣ୍ଣନା, ପବନରେ ଉପୁଡ଼ି ପଡ଼ିଥିବା ଗଛ ପରି ସେ ମାଟିରେ ପଡ଼ିଗଲା। ହଁ, ଏହା ଘଟଣାକୁ ଗୋଟେ ଶକ୍ତିଶାଳୀ ସମାପ୍ତି ଦେଉଛି। ଯୁଦ୍ଧ ପରେ ଯାହା ହେଲା, ସେଇଟା ମୋତେ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କଲା। କ'ଣ? ବ୍ରହ୍ମା ଆଉ ଅନ୍ୟ ଦେବତାମାନେ ଜୟ ଜୟନାଦ କଲେ, କିନ୍ତୁ ସେମାନେ ମୃତ ଅସୁରକୁ ଦେଖି କହିଲେ, ଧନ୍ୟ ଏ ଅସୁର। ଏଇଟା ଟିକେ ଆଶ୍ଚର୍ଯ୍ୟକର ଲାଗୁନି? ଜଣେ ଖଳନାୟକକୁ ଧନ୍ୟ କହୁଛନ୍ତି। ଏଇଟା ହିଁ ଏହି ସମ୍ପୂର୍ଣ୍ଣ କାହାଣୀର କେନ୍ଦ୍ରୀୟ ଦର୍ଶନ। କେମିତି? ସେମାନେ ତାକୁ ଧନ୍ୟ କହିଲେ କାରଣ ତାର ମୃତ୍ୟୁ ସାଧାରଣ ନଥିଲା। ତାର ମୃତ୍ୟୁ ସ୍ୱୟଂ ଭଗବାନ ବିଷ୍ଣୁଙ୍କ ହାତରେ ହେଲା। ଆଉ ଫଳରେ ସେ ଲଭିଲା ବିଷ୍ଣୁର ଚାରଣ। ହଁ, ଦେବତାମାନେ କହୁଛନ୍ତି, ଏପରି ମୃତ୍ୟୁ ତ ବଡ଼ ବଡ଼ ଯୋଗୀମାନଙ୍କ ପାଇଁ ବି ଦୁର୍ଲଭ। ତାହେଲେ ଏହାର ଅର୍ଥ ହେଲା, ତାର ସବୁ ପାପ ସତ୍ତ୍ୱେ କେବଳ ଭଗବାନଙ୍କ ହାତରେ ମରିବା ଦ୍ୱାରା ସେ ମୁକ୍ତି ପାଇଗଲା। ହଁ, କିନ୍ତୁ ଏହାର କାରଣ ଆହୁରି ଗଭୀର। ଦେଖନ୍ତୁ, ଶତ୍ରୁ ଭାବରେ ହେଉ ପଛେ ହିରଣାକ୍ଷର ସମ୍ପୂର୍ଣ୍ଣ ଧ୍ୟାନ, ତାର ଚିନ୍ତା, କ୍ରୋଧ, ଘୃଣା ସବୁକିଛି କେବଳ ଭଗବାନଙ୍କ ଉପରେ କେନ୍ଦ୍ରିତ ଥିଲା। ଏକଦମ। ଏହାକୁ ବିଦ୍ୱେଷ ଭକ୍ତି ମଧ୍ୟ କୁହାଯାଏ। ଋଷିମାନେ ପ୍ରେମ ଆଉ ଧ୍ୟାନରେ ଯେଉଁ ଏକାଗ୍ରତା ଖୋଜନ୍ତି, ହିରଣାକ୍ଷ ତାହା ଘୃଣା ମାଧ୍ୟମରେ ପାଇଲା। ହଁ, ଆଉ ଫଳ ସମାନ ମିଳିଲା, ଭଗବତ୍ ପ୍ରାପ୍ତି। ଏହା ପ୍ରକୃତିରେ ଏକ ଅଲଗା ଦୃଷ୍ଟିକୋଣ। ତେବେ ଏହି କାହାଣୀର ଶେଷରେ ଏହାର ମହତ୍ତ୍ୱ ବିଷୟରେ ମଧ୍ୟ କିଛି କୁହାଯାଇଛି। ହଁ, ଫଳଶ୍ରୁତି, ଯେଉଁଠି କୁହାଯାଏ ଯେ ଏହି କଥା ଶୁଣିଲେ କ'ଣ ଫଳ ମିଳେ। ଆଉ କୁହାଯାଇଛି ଯେ ଯିଏ ଏହାକୁ ଶ୍ରଦ୍ଧାରେ ଶୁଣେ, ତାର ବ୍ରହ୍ମହତ୍ୟା ପରି ପାପ ବି ନାଶ ହୁଏ। ହଁ, ଆଉ ଏହା ଧନ, ଆୟୁଷ ଏବଂ ମୋକ୍ଷ ପ୍ରଦାନ କରେ ବୋଲି ବିଶ୍ୱାସ କରାଯାଏ। ଏହା ସହିତ ଗଜେନ୍ଦ୍ର ଉଦ୍ଧାରର ଏକ ଛୋଟ ସୂଚନା ମଧ୍ୟ ଦିଆଯାଇଛି। ହଁ, ଯେଉଁଠି ଭଗବାନ ଏକ ହାତୀକୁ କୁମ୍ଭୀର କବଳରୁ ଉଦ୍ଧାର କରିଥିଲେ। ବୋଧହୁଏ ଏହା ଦେଖାଇବା ପାଇଁ ଯେ ଭଗବାନ କେବଳ ଶତ୍ରୁକୁ ମାରି ମୁକ୍ତି ଦିଅନ୍ତି ନାହିଁ, ଭକ୍ତକୁ ଡାକର ଶୁଣି ରକ୍ଷା ମଧ୍ୟ କରନ୍ତି। ଏକଦମ। ଶେଷରେ ଗୋଟେ ଚିନ୍ତା କରିବା ଭଳି କଥା, ହିରଣ୍ୟକ୍ଷର ମୃତ୍ୟୁ ଦ୍ୱାରା ସେ ବ୍ରାହ୍ମଣ ଶାପୁ ହେଲା ପାର। ମାନେ ଜୟ ବିଜୟଙ୍କୁ ଯେଉଁ ଅଭିଶାପ ମିଳିଥିଲା, ଏହି ମୃତ୍ୟୁ ସେହି ଅଭିଶାପରୁ ମୁକ୍ତି ପାଇବାର ପ୍ରଥମ ସୋପାନ ଥିଲା। ତାକୁ ଆହୁରି 2ଟି ଜନ୍ମ ନେବାକୁ ପଡ଼ିବ। ତେବେ ଏହି ମହାଖଳନାୟକ ମଧ୍ୟ ଏକ ବୃହତ୍ତର ଦିବ୍ୟଲୀଳାର ଅଂଶ। ହଁ, ତେବେ ଚିନ୍ତା କରିବାର ବିଷୟ ଏହା ଯେ ଯେତେବେଳେ ନାୟକ ଏବଂ ଖଳନାୟକ ଉଭୟଙ୍କର ଅନ୍ତିମ ଲକ୍ଷ୍ୟ ସମାନ, ଅର୍ଥାତ୍ ମୁକ୍ତି, ସେତେବେଳେ ସଂଘର୍ଷ, ପାପ, ପୁଣ୍ୟ ଏବଂ ଭାଗ୍ୟକୁ ନେଇ ଆମର ବୁଝାମଣା କିପରି ବଦଳିଯାଏ।